ଦେଖନ୍ତୁ ଆପ୍ରୋକ୍ସିମେଟଲି 3 crore ପ୍ରୋଜେକ୍ଟ ଏବଂ ମୁଁ ଏତେ ଦିନ ଭିତରେ ଏମିତି ଥାନା କେବେ ଦେଖିନଥିଲି। ମୋ ଦ୍ୱାରା ଇନାଗୁରେସନ୍ ହେଲା, କଲେକ୍ଟର ଅଧୀନରେ ଡିଆଇଜି ଅଛନ୍ତି ଏବଂ ମୁଁ ମଧ୍ୟ ଅଛି। ସମସ୍ତ ସାମାଜିକ ବନ୍ଧୁ ସର୍ବସାଧାରଣ ଆସି ଯୋଗ ଦେଇଛନ୍ତି। ଥାନାରେ ଯେଉଁ ଲୋକଙ୍କୁ ନ୍ୟାୟ ଦେବା କଥା ଏବଂ ସେମାନେ କିଭଳି ଭାବେ ସୁରକ୍ଷିତ ଭାବରେ ରହିବେ ଏବଂ ସେମାନଙ୍କର ନ୍ୟାୟ ପାଇବେ ସେଥିପ୍ରତି ବିଭିନ୍ନ ପ୍ରକାର କୋଠରୀ ତିଆରି କରାଯାଇଛି ଏବଂ ଆଜି ପୋଲିସର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ବହୁ ଗୁରୁତ୍ୱପୂର୍ଣ୍ଣ କଥା କରିଛନ୍ତି ଡିପାର୍ଟମେଣ୍ଟ ପାଇଁ ଏବଂ ସେଥିମଧ୍ୟରୁ ଭଲ ଥାନା ତିଆରି କରିବା, ସେମାନଙ୍କ ପାଇଁ ଭଲ ହାଇସ୍ପିଡ୍ ଗାଡ଼ି ଦେବାର ବ୍ୟବସ୍ଥା ମଧ୍ୟ ପ୍ରାବଧାନ କରିଛନ୍ତି ବଜେଟରେ। ତେଣୁ ସେମାନେ ଏବେ ଗୋଟେ ଚୋର ଯାଉଥିବ ଇନୋଭାରେ ପୁଲିସକୁ କହିବେ ବୋଲେରୋ ଯା, ସେ ଗୋଡ଼େଇ ପାରିବ କି? ତେଣୁ ଏହାର ଅତ୍ୟାଧୁନିକରଣ କରିବା ପାଇଁ ଏବଂ ପ୍ରତ୍ୟେକ ଇନ୍ସପେକ୍ଟରମାନଙ୍କୁ ବାଇକ୍ ଦେବା ପାଇଁ ମଧ୍ୟ ବଜେଟରେ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ପୋଲିସ ତତ୍ପର ରହିବ ଏବଂ ଜନସାଧାରଣଙ୍କୁ ସୁରକ୍ଷା ଦେବା ଏବଂ ଲୋକମାନଙ୍କର ଧନ ଜୀବନକୁ ରକ୍ଷା କରିବା ପାଇଁ ଆଗାମୀ ଦିନରେ ଏମାନେ କାର୍ଯ୍ୟକୁ ସରଳ ଭାବରେ ଏବଂ ସୁରକ୍ଷିତ କରିବେ, ଏହାକୁ ମନେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଡିପାର୍ଟମେଣ୍ଟର ଉନ୍ନତିକରଣ କରୁଛନ୍ତି।